ଗ୍ୟାସ୍ ତ 1000 ଟଙ୍କା ଏକାଥରେ ରେଟ୍ ବଢ଼ିଲା କମର୍ସିଆଲରେ। ଆଉ ଏଗୁଡ଼ାକ ତ ମାନେ ଇଏ ବି ଧନ୍ୟ ବ୍ଲାକ୍ରେ ମାନେ ବଢ଼ଉଛନ୍ତି ରେଟ୍ 1000 2000 1800 ଏମିତି ସବୁ ଚାଲିଛି। ପ୍ରଭାବ କ'ଣ ହୋଟେଲ ଶିଳ୍ପ ଉପରେ ପଡ଼ିବ ରେଷ୍ଟୁରାଣ୍ଟ? ଅନେକ ପଡ଼ିବ, କାରଣ ଆମେ ତାକୁ ଗ୍ୟାସ୍ ଯେତେବେଳେ ନ ମିଳୁଥିଲା ସେତେବେଳେ ଆମେ ଚୁଲି ତିଆରି କରିକି କାଠ ଜାଳିକି ସେଠି କାମ କରୁଥିଲୁ, କୋଇଲାରେ କାମ କରୁଥିଲୁ। ଏବେ ପୁଣି ସେଇ ଗ୍ୟାସ୍ ଯେମିତିକି ଯଦି ବଢ଼ୁଛି ଯେଉଁ ହାରରେ, ତାକୁ ତ ସବୁ ମେକଅପ୍ କରିବାଟା ସମ୍ଭବପର ନୁହେଁ। ଆମେ ଚାହୁଁଛୁ ସେଇ ପୁରା 1985 ମସିହାକୁ ଫେରିଯିବା ପାଇଁ ପଡ଼ୁଛି। ଦେଖିବା ନିଶ୍ଚୟ, ଯଦି ଆର କିଛି ପ୍ରତିକାର ନ ହୁଏ ମାସେ 2 ମାସ ସେମିତି ଦେଖିବା, ଯଦି ଆର ପ୍ରତିକାର କିଛି ନ ହୁଏ ବାଧ୍ୟ ହେଇକି ବଢ଼ିବା ପାଇଁ ପଡ଼ିବ। କ'ଣ ଅନୁରୋଧ କରିବେ ସରକାର? ସରକାରକୁ ତ ଆମେ ଜଣାଉଛୁ କ'ଣ କରିବା। ଖାଇବା ଦୋକାନ ଏତେ ରେଟ୍, ଯଦି ଗୋଟେ ଟାଙ୍କିରେ 1000 ଟଙ୍କା ବଢ଼େ କେମିତି ତାକୁ ମେକଅପ୍ କରାଏ।